सर्वनेत द्रुतमन्ये जनमां वदसि केशव न हि ते भगवन् व्यक्तिं विदुर्देवान दानवा। ओं नमो भगवते वासुदेवाय ओं परमात्मने नमः। हे केशव, आपण मते जहा किछि भी कहउछंती से सब सत्य बोली मानुछि। हे भगवान, आपणकर लीलामय स्वरूप को दानव माने जानती नाही कि देवता माने जानती नाही। एठारे केशव संबोधनर अभिप्राय कौन? ब्रह्मा, विष्णु, महेश यही तीनी शक्ति को क्रमशः क अ ओ ईश कहती एवं यही तीनी जहांकर बपु अर्थात स्वरूप ताहांको केशव कहते। तेणु एठारे अर्जुन श्रीकृष्ण को केशव बोली कही देखाउछंती जे से समस्त जगतर उत्पत्ति और पालन और संहार आदिर कर्ता साक्षात परमेश्वर। एथिरे तांकर कौनसी संदेह नाही। एठारे एतत ओजत पद भगवानंकर केउ कथन को संकेत करुची और से सब को सत्य बोली मानिबार अर्थ कौन? सप्तम अध्यायर आरंभ ठारू यही अध्यायर एकादश श्लोक जाए भगवान निजर गुण प्रभाव स्वरूप महिमा रहस्य और ऐश्वर्य आदिर जो कथा कहिचंती जेउथिरु श्रीकृष्ण निजको साक्षात परमेश्वर बोली स्वीकार करिथिबा सिद्ध हेउची। एतत जत पदरु से समस्त कथार सूचना मिलुची तथा भगवान श्रीकृष्ण को समस्त जगतर हर्ता कर्ता सर्वधार सर्वव्यापी सर्वशक्तिमान बोली सबुर आदिमूल सबुर नियंता सर्वांतर्यामी देवदेव सचिदानंद घन साक्षात पूर्ण ब्रह्म परमात्मा बोली बुझिबा ओ तांक उपदेश को सत्य मने करिबा तथा ताहांको तिले मात्र संदेह न करिबा ही से सब वाणी को सत्य बोली मानिबा। भगवान संबोधनर अभिप्राय कौन ना विष्णु पुराण रे कुआ जाइची ऐश्वर्यस्य समग्रस्य धर्मस्य यशसः श्रिय ज्ञान वैराग्ययोश्चैव शरणां भग इति रणा। अर्थात संपूर्ण ऐश्वर्य संपूर्ण धर्म संपूर्ण यश संपूर्ण श्री संपूर्ण ज्ञान और संपूर्ण वैराग्य ये छटिर नाम होची भग। ये सब जहांक ठारे अछि ताहांको भगवान कहन्ति। सेथिरे आउरी मध्य कुआ जाइछि उत्पत्ति प्रलयंश्चैव भूतानामागतिं गतिं वेति विद्यामविद्यां च सवाच्यो भगवानिति। जे उत्पत्ति और प्रलय प्राणी मानकर आसीबा और जीवा यथा जन्म मृत्यु तथा विद्या ओ अविद्या जानती ताहांको भगवान कहिबा उचित। अतएव एठारे अर्जुन श्रीकृष्ण को भगवान संबोधन करी कहउचंती से जे सर्वेषु जय संपन्न और सर्वज्ञ साक्षात परमेश्वर एथिरे कौनसी संदेह नाही। एठारे व्यक्ति पद काहार वाचक तथा तांको देवता और दानव जानती नाही कहिबार अभिप्राय कौन?
ଜଗତର ଉତ୍ପତ୍ତି ସ୍ଥିତି ଓ ସଂହାର କରିବା ପାଇଁ, ଧର୍ମ ସ୍ଥାପନ କରିବା ପାଇଁ ଓ ଭକ୍ତମାନଙ୍କୁ ଦର୍ଶନ ଦେଇ ଉଦ୍ଧାର କରିବା ପାଇଁ, ଦେବତାମାନଙ୍କର ସଂରକ୍ଷଣ ଓ ରାକ୍ଷସମାନଙ୍କର ସଂହାର କରିବା ପାଇଁ ଏବଂ ଅନ୍ୟାନ୍ୟ କାରଣରୁ ଭଗବାନ ଯେଉଁ ଭିନ୍ନ ଭିନ୍ନ ଲୀଳାମୟ ସ୍ୱରୂପ ଧାରଣ କରନ୍ତି, ଏଠାରେ ବ୍ୟକ୍ତିମ୍ ପଦଟି ହେଉଛି ସେ ସବୁର ବାଚକ। ତାଙ୍କୁ ଦେବତା ଓ ଦାନବ ଜାଣନ୍ତି ନାହିଁ। ଏହା କହି ଅର୍ଜୁନ ଦେଖାଉଛନ୍ତି ଯେଉଁଠି ମାୟା ଦ୍ୱାରା ନାନା ରୂପ ଧାରଣ କରିବାର ଶକ୍ତି ଥିବା ଦାନବମାନେ ତଥା ଇନ୍ଦ୍ରିୟାତୀତ ବିଷୟମାନଙ୍କୁ ପ୍ରତ୍ୟକ୍ଷ କରୁଥିବା ଦେବତାମାନେ ମଧ୍ୟ ଭଗବାନଙ୍କର ଦିବ୍ୟ ଲୀଳାମୟ ରୂପମାନଙ୍କୁ, ସେ ସବୁକୁ ଧାରଣ କରିବାର ଦିବ୍ୟ ଶକ୍ତି ଓ ଯୁକ୍ତିକୁ, ସେ ସବୁର ନିମିତ୍ତକୁ ଓ ସେ ସବୁର ଲୀଳା ରହସ୍ୟକୁ ଜାଣିପାରନ୍ତି ନାହିଁ। ସେଠି ସାଧାରଣ ଲୋକଙ୍କ କଥା ବା କ'ଣ କହିବା। ଓଂ ନମୋ ଭଗବତେ ବାସୁଦେବାୟ ଓଂ ପରମାତ୍ମନେ ନମୋ ଓଂ ଶ୍ରୀହରି ଓଂ ଶ୍ରୀହରି। ଓଂ ସ୍ୱୟମେବାତ୍ମନାତ୍ମାନଂ ବେଦତ୍ଥ ତ୍ୱଂ ପୁରୁଷୋତ୍ତମ ଭୂତ ଭାବନ ଭୂତେଶ ଦେବଦେବ ଜଗତପତେ। ହେ ପ୍ରାଣୀମାନଙ୍କର ସୃଷ୍ଟିକର୍ତ୍ତା, ହେ ପ୍ରାଣୀମାନଙ୍କର ଈଶ୍ୱର, ହେ ଦେବାଧିଦେବ, ହେ ଜଗନ୍ନାଥ, ହେ ପୁରୁଷୋତ୍ତମ, ଆପଣ ନିଜେ ହିଁ ନିଜ ଦ୍ୱାରା ନିଜକୁ ଜାଣନ୍ତି। ଭୂତ ଭାବନ ଭୂତେଶ ଦେବଦେବ ଜଗତପତି ଓ ପୁରୁଷୋତ୍ତମ, ଏହି ପାଞ୍ଚ ପ୍ରକାର ସମ୍ବୋଧନର ଅର୍ଥ କ'ଣ ଏବଂ ଏଠାରେ ଏକା ସଙ୍ଗେ ପାଞ୍ଚଟି ସମ୍ବୋଧନ ପ୍ରୟୋଗର ଅଭିପ୍ରାୟ କ'ଣ? ଯେ ସକଳ ପ୍ରାଣୀକୁ ଉତ୍ପନ୍ନ କରନ୍ତି ତାଙ୍କୁ ଭୂତ ଭାବନ କହନ୍ତି। ଯେ ସକଳ ପ୍ରାଣୀକୁ ନିୟମରେ ପରିଚାଳନା କରନ୍ତି, ସମସ୍ତଙ୍କର ଶାସକ ଅଟନ୍ତି, ତାଙ୍କୁ ଭୂତେଶ କହନ୍ତି। ଯେ ଦେବତାମାନଙ୍କର ମଧ୍ୟ ପୂଜନୀୟ ଦେବ, ତାଙ୍କୁ ଦେବଦେବ କହନ୍ତି। ସମସ୍ତ ଜଗତକୁ ପାଳନ କରୁଥିବା ସ୍ୱାମୀକୁ ଜଗତପତି କହନ୍ତି ବା ଜଗନ୍ନାଥ କହନ୍ତି। ତଥା ଯେ କ୍ଷର ଓ ଅକ୍ଷର ଉଭୟ ପୁରୁଷଙ୍କ ଠାରୁ ମଧ୍ୟ ଉତ୍ତମ, ତାଙ୍କୁ ପୁରୁଷୋତ୍ତମ କହନ୍ତି। ଏଠାରେ ଅର୍ଜୁନ ଏହି ପାଞ୍ଚଟି ସମ୍ବୋଧନ ପ୍ରୟୋଗ କରି ଦେଖାଇଛନ୍ତି ଯେ ଭଗବାନ ସମସ୍ତ ଜଗତର ସୃଷ୍ଟିକର୍ତ୍ତା, ସମସ୍ତଙ୍କର ନିୟନ୍ତା, ସମସ୍ତଙ୍କର ପୂଜନୀୟ, ସମସ୍ତଙ୍କ ପାଳନ ପୋଷଣକାରୀ ତଥା ଅପରା ଓ ପରା ପ୍ରକୃତି ନାମକ ଯେଉଁ କ୍ଷର ଓ ଅକ୍ଷର ପୁରୁଷ ଅଛନ୍ତି, ସେଇ ଦୁହିଁଙ୍କ ଠାରୁ ମଧ୍ୟ ଉତ୍ତମ ସାକ୍ଷାତ ପୁରୁଷୋତ୍ତମ ଅଟନ୍ତି। ଆପଣ ନିଜେ ହିଁ ନିଜ ଦ୍ୱାରା ନିଜକୁ ଜାଣନ୍ତି। ଏହି କଥା କହିବାର ଅଭିପ୍ରାୟ କ'ଣ? ଏହା ଦ୍ୱାରା ଅର୍ଜୁନ କହୁଛନ୍ତି ଆପଣ ସକଳ ଜଗତର ଆଦିମୂଳ ଏବଂ ଆପଣଙ୍କର ଗୁଣ, ପ୍ରଭାବ, ଲୀଳା, ମାହାତ୍ମ୍ୟ, ରୂପ ଆଦି ଅପରିମିତ। ତେଣୁ ଭଗବାନଙ୍କର ଗୁଣ ଓ ପ୍ରଭାବ, ଲୀଳା, ମାହାତ୍ମ୍ୟ, ରହସ୍ୟ ଓ ସ୍ୱରୂପ ଆଦିକୁ ଅନ୍ୟ କୌଣସି ପୁରୁଷ ପୂର୍ଣ୍ଣ ରୂପେ ଜାଣିପାରେ ନାହିଁ। ସ୍ୱୟଂ ଭଗବାନ ହିଁ ନିଜ ପ୍ରଭାବ ଆଦି ଜାଣନ୍ତି। ମନୁଷ୍ୟ ତାର ବୁଦ୍ଧି ଶକ୍ତି ଦ୍ୱାରା ଶାସ୍ତ୍ରାଦି ସାହାଯ୍ୟରେ ତାଠାରୁ ଭିନ୍ନ ଅନ୍ୟ କୌଣସି ବସ୍ତୁର ସ୍ୱରୂପ ଯେପରି ଜାଣିପାରେ, ଭଗବାନଙ୍କର ଜାଣିବା ସେପରି ଜାଣିବା ନୁହେଁ। ଭଗବାନ ସ୍ୱୟଂ ଜ୍ଞାନ ସ୍ୱରୂପ, ତେଣୁ ସେ ନିଜ ଦ୍ୱାରା ନିଜକୁ ଜାଣନ୍ତି। ଭଗବାନଙ୍କ ଠାରେ ଜ୍ଞାତା, ଜ୍ଞାନ ଓ ଜ୍ଞେୟର କୌଣସି
ପ୍ରଭେଦ ନାହିଁ। ଓଂ ନମୋ ଭଗବତେ ବାସୁଦେବାୟ ଓଂ ପରମାତ୍ମା